ତୁଳା ରାଶି ଆଉ ତୁଳା ଲଗ୍ନ ଆପଣମାନଙ୍କ ପାଇଁ ଏଇ ଯେଉଁ କର୍କଟରେ ଗୋଚରଟି ହେବା ପାଇଁ ଯାଉଛି ତା ଆପଣଙ୍କ ଦଶମ ଭାବରେ ହେବାକୁ ଯାଉଛି। ଆଉ ଆପଣଙ୍କ ପାଇଁ ତ ଲଗ୍ନପତି ହେଉଛନ୍ତି ଶୁକ୍ର। ଆଉ ଆପଣଙ୍କର ଏଇ ଯେଉଁ ଗୋଚରଟି ହେବ ଦେଖିବେ ଆପଣଙ୍କର ପ୍ରଫେସନ୍ ପର୍ଟିକୁଲାରଲି ଯେଉଁ ଜାଗାରେ କି ଆପଣ ଦେଖୁଥିବେ କି ଆପଣଙ୍କର ଯଦି କିଛି ପ୍ରମୋସନ୍ ଥିଲା, କିଛି ଆପଣଙ୍କର ପଦରେ ଉନ୍ନତି ହେବାର ଥିଲା, ତାହା ଏହି ସମୟରେ ଆପଣଙ୍କ ପାଇଁ କ୍ଲିକ୍ କରିବ। କରିଥିବା ସବୁ ପରିଶ୍ରମ ଯାହା ଆପଣଙ୍କର ମାନେ ପୂର୍ବ ସମୟରେ ଏଇ ପ୍ରମୋସନ୍ ପାଇଁ ବୋଲି ଆପଣ ଅପେକ୍ଷା କରିକି ଥିଲେ, ଦେଖିବେ ଏଇ ସମୟରେ କି ଆପଣଙ୍କର କ୍ଲିକ୍ ହେବ। ଆପଣଙ୍କର ଯଦି ପର୍ଟିକୁଲାର ବିଜନେସ୍ରେ ଯଦି ଯେମିତି ପର୍ଟିକୁଲାରଲି ଯେଉଁ ଆମେ କହୁଛୁ କି ମାନେ ଯେଉଁ କହନ୍ତିନି ଆମେ ଯେଉଁ ରିଲିଜିୟସ୍ ଟୁରିଜିମ୍ ବୋଲି ଯେଉଁ ଜିନିଷ ସେଇଟା ହେଉଛି ବହୁତ ବେଶୀ ଆପ୍ରୋପ୍ରିଏଟ୍। ଯଦି ସେଇ ଟାଇପ୍ର କିଛି କାରଣ ବୃହସ୍ପତିଙ୍କର ଗୋଚର ବି ଆପଣଙ୍କର ୟା ସହିତ ହେଉଛି। ଯଦି କିଛି ଏମିତି ରିଲିଜିୟସ୍ ଆସ୍ଥେଟିକ୍ସକୁ ନେଇକରି ଯଦି ଆପଣଙ୍କର କିଛି ଯେଉଁ କହନ୍ତିନି ଯେଉଁ ରିଲିଜିୟସ୍ ଟେକ୍ସଟ ହେଲା, ରିଲିଜିୟସ୍ ବୁକ୍ସର ପ୍ରିଣ୍ଟିଂ ପ୍ରେସ୍, ଏଇ ଟାଇପ୍ର ଯଦି ଆପଣଙ୍କର କିଛି ବିଜନେସ୍ ଅଛି, ଦେଖିବେ ଆପଣ ସୁନିଶ୍ଚିନ୍ତ ଭାବରେ ଭାବିବେ କି ଆପଣଙ୍କୁ ଏକ ବଡ଼ ଭାବରେ ଉପଲବ୍ଧି ଏହି ସମୟରେ ଆପଣଙ୍କୁ ଦେଖିବାକୁ ମିଳିବ। ଆପଣଙ୍କର ଏଡୁକେସନ୍ ଆପଣଙ୍କର ବହୁତ ଭଲ। ସ୍ୱାସ୍ଥ୍ୟ ହେଉଛି ଗୋଟିଏ ଜାଗା ଯେଉଁଟାକି ମୁଁ ଆପଣଙ୍କ ପାଇଁ ରଖିବା ପାଇଁ ଚାହୁଁଥିଲି। ସେଇ ଗୋଟିଏ ଜିନିଷ ଆପଣଙ୍କୁ ଟିକେ ଦେଖିବାକୁ ପଡ଼ିବ। ସ୍ୱାସ୍ଥ୍ୟ କ୍ଷେତ୍ରରେ ଟିକେ ଆପଣଙ୍କୁ ନଜର ଟିକେ ରଖିବାକୁ ପଡ଼ିବ। ଏଇଟା କେବଳ ଏଇ ଜୁନ୍ ମାସର କଥା, ତାପରେ ବାକି ରିଲେସନସିପ୍ ପଏଣ୍ଟ ଅଫ୍ ଭ୍ୟୁରୁ ବହୁତ ବଢ଼ିଆ, କାରଣ ଆପଣଙ୍କ ଲଗ୍ନପତି ଆଉ ଅଧିକା କ'ଣ କହିବାର ଅଛି। ତେଣୁ ବାକି ସବୁ କ୍ଷେତ୍ରରେ ମୁଁ କହିବି ସ୍ୱାସ୍ଥ୍ୟକୁ ଛାଡ଼ିଦେଲେ ବାକି ଆପଣଙ୍କର ଏଇ ସମୟଟି ବହୁତ ଶୁଭମୟ ହେଉ, ଭଗବାନ କରନ୍ତୁ।